ଜୟ ଶ୍ରୀକୃଷ୍ଣ ଭକ୍ତଗଣ, ପ୍ରିୟ ଶ୍ରୋତାଗଣ, ଯଦି ଆମେ ଅଜାଣତରେ କିଛି ଭୁଲ କର୍ମ କରିଛୁ, କାହାକୁ ହଇରାଣ କରିଛୁ କିମ୍ବା କାହାର କିଛି କ୍ଷତି କରିଦେଇଛୁ, ତାହେଲେ କୌଣସି ପାପ ହୁଏ ନାହିଁ। ଭଗବତ୍ ଗୀତାର 4th ଅଧ୍ୟାୟ 21ତମ ଶ୍ଲୋକରେ ଭଗବାନ ମଧ୍ୟ କହିଛନ୍ତି ଯେ ଅଜାଣତରେ କରାଯାଇଥିବା ପାପ ନୁହେଁ ବୋଲି କୁହାଯାଇଛି। ନିରିସିର୍ଯ୍ୟତ ଚିତାତ୍ମା ତ୍ୟକ୍ତ ସର୍ବ ପରିଗ୍ରହ ଶାରୀରଂ କେବଳଂ କର୍ମ କୁର୍ବନ୍ତା ପ୍ରତିକ୍ରିବିଷମ୍। ଭଗବାନ ଏଠାରେ କହୁଛନ୍ତି, ଆଶା ଓ ଅଧିକାର ଭାବରୁ ମୁକ୍ତ ହୋଇ ମନ ଓ ବୁଦ୍ଧିକୁ ପୂର୍ଣ୍ଣତଃ ବଶ କରି ଜଣେ ବ୍ୟକ୍ତି ଶରୀର ଦ୍ୱାରା କର୍ମ କରୁଥିଲେ ମଧ୍ୟ ପାପଯୁକ୍ତ ହୁଏ ନାହିଁ। ସଂସାରରେ ଆଇନ ଅନୁସାରେ ମଧ୍ୟ ଆକସ୍ମିକ ଭାବରେ ହୋଇଥିବା କୌଣସି ହିଂସାତ୍ମକ କାର୍ଯ୍ୟକୁ ଦଣ୍ଡନୀୟ ଅପରାଧ ଭାବେ ଧରାଯାଏ ନାହିଁ। ଯଦି ଜଣେ ରାସ୍ତାର ସଠିକ୍ ପାର୍ଶ୍ୱରେ ସଠିକ୍ ଗତିରେ ମଧ୍ୟ ସଠିକ୍ ରାସ୍ତା ଉପରେ ଦୃଷ୍ଟିବଦ୍ଧ କରି କାର୍ ଚଳାଉଥିବା ସମୟରେ ହଠାତ୍ ଜଣେ କେହି କାର୍ ସମ୍ମୁଖକୁ ଆସି ପଡ଼ିଯିବା ଫଳରେ ଧକ୍କା ଲାଗି ତା'ର ମୃତ୍ୟୁ ହୁଏ ଏବଂ ଯଦି ତାହା ପ୍ରମାଣିତ ହୁଏ ଯେ ଚାଳକର କୌଣସି ଆହତ କରିବାର ଇଚ୍ଛା ନଥିଲା ଏବଂ ସେ ଭୁଲରେ ଏମିତି କରିଦେଇଛି, ତେବେ ଅଦାଲତ ମଧ୍ୟ ତାକୁ ଧର୍ତ୍ତବ୍ୟ ଅପରାଧ ଭାବେ ଗ୍ରହଣ କରେ ନାହିଁ। ବ୍ୟକ୍ତିର ମନ ଓ ଉଦ୍ଦେଶ୍ୟକୁ କାର୍ଯ୍ୟ ଅପେକ୍ଷା ଅଧିକ ମହତ୍ତ୍ୱ ଦିଆଯାଏ। ଆମେ ଯେକୌଣସି କର୍ମ କରିଥାଉ, ତାହାର ଉଦ୍ଦେଶ୍ୟ ହେଲା ସବୁକିଛି। ଯଦି ଆମର କର୍ମର ଉଦ୍ଦେଶ୍ୟ ଖରାପ, ତାହେଲେ ଆମକୁ ଖରାପ ଫଳ ହିଁ ମିଳିବ। ସେହିପରି ଭଗବତ୍ ଚେତନାରେ ଉଦ୍ବୁଦ୍ଧ ଜଣେ ମହାପୁରୁଷ ଯେଉଁ କାର୍ଯ୍ୟ କରନ୍ତି ତାହା ପାପ ରହିତ ହୋଇଥାଏ, କାରଣ ତାଙ୍କର ମନ ପ୍ରତ୍ୟାଶା ଓ ଅଧିକାରତ୍ୱ ଭାବରୁ ମୁକ୍ତ ହୋଇଥାଏ ଏବଂ ତାହା ଭଗବତ ପ୍ରତୀତେ ଦିବ୍ୟ ଭାବନା ସୃଷ୍ଟି କରାଇଥାଏ। ଯଦୃଚ୍ଛା ଲାଭ ସନ୍ତୁଷ୍ଟ ଦ୍ୱନ୍ଦ୍ୱାତୀତ ବିମର୍ଷରାଃ ସମଃ ସିଦ୍ଧ୍ୟାବସିଦ୍ଧ୍ୟ ચ କୃତତ୍ୱି ନ ବିବଧ୍ୟତେ। ଭଗବାନ ଏଠାରେ କହୁଛନ୍ତି, ସତ ମିଳୁଥିବା ଲାଭରେ ସନ୍ତୁଷ୍ଟ ଏବଂ ଈର୍ଷା ଶୂନ୍ୟ ହୋଇଥିବା ବ୍ୟକ୍ତିମାନେ ଜୀବନର ଦ୍ୱନ୍ଦ୍ୱରୁ ଊର୍ଦ୍ଧ୍ୱରେ ରହନ୍ତି। ସଫଳତା ଓ ଅସଫଳତାରେ ସମଭାବାପନ୍ନ ରହିଥିବାରୁ ସେମାନେ ସମସ୍ତ ପ୍ରକାରର କାର୍ଯ୍ୟ କରୁଥିଲେ ମଧ୍ୟ କର୍ମ ବନ୍ଧନରେ ଆବଦ୍ଧ ହୁଅନ୍ତି ନାହିଁ। ଶ୍ରୋତାବନ୍ଧୁ, ମୁଦ୍ରାର ଯେପରି ଦୁଇଟି ପାର୍ଶ୍ୱ ଥାଏ, ସେହିପରି ଭଗବାନ ସଂସାରକୁ ବିବିଧତାରେ ପୂର୍ଣ୍ଣ କରି ରଚନା କରିଛନ୍ତି। ଯେମିତି ଦିନ ଓ ରାତି, ମିଠା ଓ ଖଟା, ଗରମ ଓ ଥଣ୍ଡା, ଅତିବୃଷ୍ଟି ଓ ଦୁର୍ଭିକ୍ଷ ଇତ୍ୟାଦି। ଗୋଟିଏ ଗୋଲାପ ଗଛରେ ସୁନ୍ଦର ଫୁଲ ସହିତ ଅସୁନ୍ଦର କଣ୍ଟା ମଧ୍ୟ ରହିଛି। ଜୀବନରେ ସେହିପରି ସୁଖ ଓ ଦୁଃଖ, ଜୟ ଓ ପରାଜୟ, ଯଶ ଓ ଅପଯଶ ଆଦି ଦ୍ୱୈତ ରହିଛି। ଭଗବାନ ରାମ ଅଯୋଧ୍ୟାର ରାଜା ହେବାର ଦିନକ ପୂର୍ବରୁ ବନବାସ ଯାଇଥିଲେ। ସଂସାରରେ ରହି କେହି ମଧ୍ୟ ଏ ଦ୍ୱୈତର ଊର୍ଦ୍ଧ୍ୱକୁ ଯାଇ କେବଳ ସକାରାତ୍ମକ ଅନୁଭୂତି ଲାଭର ଆଶା କରିପାରିବେ ନାହିଁ। ତେବେ ଜୀବନରେ ଆସୁଥିବା ଏହି ଦ୍ୱୈତମାନଙ୍କର ସମାଧାନ ଆମେ କିପରି କରିବା? ସେଥିପାଇଁ ଆମେ ସବୁ ଦ୍ୱୈତର ଊର୍ଦ୍ଧ୍ୱକୁ ଉଠି ସମସ୍ତ ପରିସ୍ଥିତିରେ ସମଭାବପୂର୍ଣ୍ଣ ରହିବା ଆବଶ୍ୟକ। ଏହା ସେତେବେଳେ ସମ୍ଭବ ହୋଇଥାଏ ଯେତେବେଳେ ଆମେ କର୍ମଫଳ ପ୍ରତି ଅନାସକ୍ତ ରହି ଏବଂ କର୍ମଫଳର କୌଣସି ଲାଳସା ନ ରଖି ଜୀବନରେ କେବଳ ନିଜର କର୍ତ୍ତବ୍ୟ ପାଳନ କରିଥାଉ। ଯେତେବେଳେ ଆମେ ଭଗବାନଙ୍କ ସୁଖ ପାଇଁ କର୍ମ କରିଥାଉ, ସେତେବେଳେ ସେହି କର୍ମର ଉଭୟ ସୁଫଳ ଓ କୁଫଳକୁ ଆମେ ଭଗବାନଙ୍କର ଇଚ୍ଛା ଭାବରେ ଅନୁଭବ କରିଥାଉ ଏବଂ ଖୁସିର ସହିତ ତାକୁ ଗ୍ରହଣ କରିଥାଉ। ଗତ ସଙ୍ଗସ୍ୟ ମୁକ୍ତସ୍ୟ ଜ୍ଞାନାବସ୍ଥିତ ଚେତସଃ
ଯଜ୍ଞାୟ च ତରତ କର୍ମ ସମଗ୍ର ପ୍ରବିଲିୟତେ। ଭଗବାନ ଏହି ଶ୍ଲୋକରେ କହୁଛନ୍ତି, ସେମାନେ ଭୌତିକ ଆସକ୍ତି ରୂପକ ବନ୍ଧନରୁ ମୁକ୍ତ ହୋଇଥାନ୍ତି ଏବଂ ସେମାନଙ୍କର ଚେତନା ଦିବ୍ୟ ଜ୍ଞାନ ସ୍ତରରେ ସ୍ଥିତ ହୁଏ। ଯେହେତୁ ସେମାନେ ସମସ୍ତ କର୍ମ ଯଜ୍ଞ ରୂପରେ କରିଥାନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି। ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ପୂର୍ବବର୍ତ୍ତୀ 5ଟି ଶ୍ଲୋକର ସାରାଂଶ କହିଛନ୍ତି। ଯେତେବେଳେ ଜଣେ ବ୍ୟକ୍ତି ବୁଝିପାରେ ଯେ ଜୀବ ଭଗବାନଙ୍କର ନିତ୍ୟ ଦାସ ଅଟେ, ସେତେବେଳେ ସେ ତାର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିଥାଏ। ଚୈତନ୍ୟ ମହାପ୍ରଭୁ କହିଥିଲେ, ଜୀବର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ। ଜୀବ ସ୍ୱରୂପସ୍ଥ ଭଗବାନଙ୍କର ଦାସ ଅଟେ। ଯେଉଁମାନେ ଜ୍ଞାନର ଏହି ସ୍ତରରେ ସ୍ଥିତ, ସେମାନେ ତାଙ୍କର ସମସ୍ତ କର୍ମ ଭଗବାନଙ୍କ ପ୍ରତି ଉତ୍ସର୍ଗ କରନ୍ତି ଏବଂ କର୍ମର ପାପମୟ ପ୍ରତିକ୍ରିୟାରୁ ମୁକ୍ତ ହୁଅନ୍ତି। ଏପରି ଜୀବ କେଉଁ ପ୍ରକାରର ଦୃଷ୍ଟିକୋଣ ରଖିଥାନ୍ତି, ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ତାହା ବର୍ଣ୍ଣନା କରିବେ। ବ୍ରହ୍ମଂ ପଣଂ ବ୍ରହ୍ମ ହବିର୍ବ୍ରହ୍ମଜ୍ଞ ବ୍ରହ୍ମଣାହୁତଂ ବ୍ରହ୍ମୈବ ଚେତୋ ଗନ୍ତବ୍ୟଂ ବ୍ରହ୍ମ କର୍ମ ସମାଧନା। ପୁଣି ଭଗବାନ କହୁଛନ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ବ୍ରହ୍ମ ଚେତନାରେ ଲୀନ ରହନ୍ତି, ତାଙ୍କ ପାଇଁ ନୈବେଦ୍ୟ ବ୍ରହ୍ମ ଅଟନ୍ତି। ନୈବେଦ୍ୟ ଦିଆଯାଇଥିବା ଅଣକ ବ୍ରହ୍ମ ଅଟନ୍ତି। ଅର୍ପଣ କରୁଥିବା କ୍ରିୟା ବ୍ରହ୍ମ ଅଟନ୍ତି। ଯଜ୍ଞ ଅଗ୍ନି ମଧ୍ୟ ବ୍ରହ୍ମ ଅଟନ୍ତି। ଯେଉଁମାନେ ପ୍ରତ୍ୟେକ ବସ୍ତୁକୁ ବ୍ରହ୍ମ ରୂପରେ ଦେଖନ୍ତି, ସେମାନେ ସହଜରେ ତାଙ୍କୁ ପ୍ରାପ୍ତ କରିଥାନ୍ତି। ପ୍ରିୟ ବନ୍ଧୁଗଣ, ବାସ୍ତବରେ ସଂସାରର ସମସ୍ତ ବସ୍ତୁ ଭଗବାନଙ୍କର ମାଇକ ଶକ୍ତି ଦ୍ୱାରା ଉତ୍ପନ୍ନ। ଶକ୍ତି ଓ ଶକ୍ତିମାନ ଉଭୟ ଏକ ଅଟନ୍ତି ତଥା ପୃଥକ ମଧ୍ୟ ଅଟନ୍ତି। ଉଦାହରଣ ସ୍ୱରୂପ, ଆଲୋକ ଅଗ୍ନିର ଶକ୍ତି ଅଟେ। ଏହା ଅଗ୍ନିର ବାହାରେ ରହୁଥିବା ଯୋଗୁଁ ଏହାକୁ ଅଗ୍ନିଠାରୁ ପୃଥକ ବିବେଚନା କରାଯାଇପାରିବ। ଏହାକୁ ଅଗ୍ନିର ଏକ ଅଂଶ ରୂପେ ମଧ୍ୟ ଚିନ୍ତା କରାଯାଇପାରିବ। ତେଣୁ ଯେତେବେଳେ ଝରକା ଦେଇ ଘର ଭିତରକୁ ସୂର୍ଯ୍ୟକିରଣ ଆସେ, ଲୋକମାନେ କୁହନ୍ତି, ସୂର୍ଯ୍ୟ ଆସିଗଲେ। ଏହିଠାରେ ସେମାନେ ସୂର୍ଯ୍ୟ କିରଣକୁ ସୂର୍ଯ୍ୟଙ୍କ ସହିତ ଏକାକାର ବିଚାର କରିଥାନ୍ତି। ଶକ୍ତି ଓ ଶକ୍ତିମାନଙ୍କ ଠାରୁ ପୃଥକ ଅଟେ, ତଥାପି ତାଙ୍କର ଅଂଶ ମଧ୍ୟ ଅଟେ। ଆତ୍ମା ମଧ୍ୟ ଭଗବାନଙ୍କର ଶକ୍ତି ଅଟେ। ଏହା ଏକ ଦିବ୍ୟ ଶକ୍ତି, ଯାହାକୁ ଜୀବଶକ୍ତି କୁହାଯାଏ। ଶ୍ରୀକୃଷ୍ଣ ଏହା 7ମ ଅଧ୍ୟାୟ 4 ନମ୍ବର ଶ୍ଲୋକରେ ଏବଂ 7ମ ଅଧ୍ୟାୟ 5 ନମ୍ବର ଶ୍ଲୋକରେ କହିଛନ୍ତି। ଚୈତନ୍ୟ ମହାପ୍ରଭୁ କହିଛନ୍ତି, ଜୀବ ତତ୍ତ୍ୱ ଶକ୍ତି କୃଷ୍ଣ ତତ୍ତ୍ୱ ଶକ୍ତିମାନ ଗୀତା ବିଷ୍ଣୁ ପୁରାଣାଦି ତାହାତେ ପ୍ରମାଣ। ଅର୍ଥାତ୍ ଯିଏ ଭଗବାନଙ୍କୁ ସର୍ବତ୍ର ତଥା ସମସ୍ତଙ୍କ ଠାରେ ଦେଖେ, ସେ ସର୍ବୋଚ୍ଚ ଆଧ୍ୟାତ୍ମିକବାଦୀ ଅଟେ। ଏହିପରି ଉଚ୍ଚ କକ୍ଷର ମହାତ୍ମ୍ୟବାଦୀ, ଯେଉଁମାନଙ୍କ ମନ ସର୍ବଦା ଭଗବତ ଚିନ୍ତନରେ ଲିପ୍ତ ଥାଏ, ସେମାନେ ଯଜ୍ଞ କରୁଥିବା ବ୍ୟକ୍ତି, ଯଜ୍ଞର ପ୍ରସାଦ, ଯଜ୍ଞର ଦ୍ରବ୍ୟ, ଯଜ୍ଞ ଅଗ୍ନି, ଯଜ୍ଞ କ୍ରିୟା ଆଦି ସମସ୍ତଙ୍କୁ ଭଗବାନଙ୍କ ଠାରୁ ଅଭିନ୍ନ ମନେ କରନ୍ତି। କେଉଁ ମନୋଭାବ ନେଇ ଯଜ୍ଞ କରିବା ଉଚିତ, ତାହା ବର୍ଣ୍ଣନା କରିବା ପରେ ଭଗବାନ ବର୍ତ୍ତମାନ ଶୁଦ୍ଧିକରଣ ପାଇଁ ଲୋକମାନେ କରୁଥିବା ବିଭିନ୍ନ ପ୍ରକାରର ଯଜ୍ଞ ବିଷୟରେ କହିବାକୁ ଯାଉଛନ୍ତି। ଦୈବମେବାପରେ ଯଜ୍ଞଂ ଯଜ୍ଞିନଃ ପର୍ଯ୍ୟୁବାସତେ ବ୍ରହ୍ମଜ୍ଞାବପରେ ଯଜ୍ଞଂ ଯଜ୍ଞେନୈବ ପଜୁହୋତି। ଭଗବାନ ଏଠାରେ କହୁଛନ୍ତି, କେତେକ ଯୋଗୀ ସ୍ୱର୍ଗର ଦେବତାମାନଙ୍କୁ ଭୌତିକ ଦ୍ରବ୍ୟମାନ ଅର୍ପଣ କରି ପୂଜା କରନ୍ତି। ଅନ୍ୟମାନେ ପରମ ସତ୍ୟର ଅଗ୍ନିରେ ସମ୍ପୂର୍ଣ୍ଣ ରୂପେ ନିଜକୁ ଅର୍ପଣ କରି ଉପାସନା କରନ୍ତି। ବନ୍ଧୁଗଣ, ଯଜ୍ଞ ଦିବ୍ୟ ଚେତନାଯୁକ୍ତ ହୋଇ ଭଗବାନଙ୍କ ପ୍ରତି ସମର୍ପଣର ଭାବନାରେ କରିବା ଉଚିତ। କିନ୍ତୁ ଲୋକମାନଙ୍କ ବିଚାରରେ ଅନେକ ପ୍ରଭେଦ ରହିଥାଏ। ସେଥିରେ ସେମାନେ ଭିନ୍ନ ଚେତନାଯୁକ୍ତ ହୋଇ ଭିନ୍ନ ଭିନ୍ନ ପଦ୍ଧତିରେ ଯଜ୍ଞ କରିଥାନ୍ତି।
ଅଳ୍ପଜ୍ଞ ବ୍ୟକ୍ତିମାନେ ସାଂସାରିକ ବସ୍ତୁର ପ୍ରାପ୍ତିର ଇଚ୍ଛା ପୋଷଣ କରି ସ୍ୱର୍ଗର ଦେବତାମାନଙ୍କୁ ପୂଜା କରନ୍ତି। ଯେଉଁମାନଙ୍କର ଯଜ୍ଞ ବିଷୟରେ ଗଭୀର ଜ୍ଞାନ ଥାଏ, ସେମାନେ ନିଜକୁ ଭଗବାନଙ୍କ ନିକଟରେ ଅର୍ପଣ କରିଥାନ୍ତି। ଏହାକୁ ଆତ୍ମସମର୍ପଣ ବା ଆତ୍ମାହୁତି ବା ନିଜକୁ ଭଗବାନଙ୍କଠାରେ ଅର୍ପଣ କରିବା ବୋଲି କୁହାଯାଏ। ଜଣେ ଯୋଗୀ ଏହାକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି। ଧୂମାଭ ଓ କଳହାପୂର୍ଣ୍ଣ ଏହି ସଂସାରରେ ଯେତେବେଳେ ଜଣେ ଦିବ୍ୟ ପ୍ରେମର ଅଗ୍ନିରେ ଆତ୍ମାହୁତି ଦିଏ, ସେତେବେଳେ କୃପାର ବିସ୍ଫୋରଣ ହୋଇଥାଏ। କାରଣ ବାସ୍ତବ ଆତ୍ମାହୁତି କେବେ ବି ବୃଥା ଯାଇନଥାଏ। କିନ୍ତୁ ଜଣେ ନିଜକୁ ଅର୍ପଣ କରିବାର ବିଧି କ'ଣ? ଏହା ଭଗବାନଙ୍କର ପୂର୍ଣ୍ଣ ଶରଣାଗତି ଦ୍ୱାରା ହାସିଲ କରାଯାଇଥାଏ। ଭଗବାନ ଏଇଠାରେ କହୁଛନ୍ତି ଯେ ତୁମେ ନିଜକୁ ମୋତେ ସମର୍ପଣ କର। ତୁମେ ସମର୍ପଣ କଲା ପରେ ତୁମର ଦୁନିଆରେ କୌଣସି କଷ୍ଟ ରହିବ ନାହିଁ। ଶ୍ରୋତାବନ୍ଧୁ, ଆଗାମୀ ଭିଡ଼ିଓରେ ଆମେ ଶ୍ଲୋକ 26ଠାରୁ ଆଗକୁ ଆଲୋଚନା କରିବା। ହରେ କୃଷ୍ଣ।